सो जय जगन्नाथ सांगମାନେ आई होप आपण ମାନେ ଭଲରେ ଥିବେ। ମୁଁ ସୁରଜ ସ୍ୱାଗତ କରୁଛି ମୋର ଚ୍ୟାନେଲ SS ନ୍ୟୁଜ୍ ଓଡ଼ିଆ 7 କୁ। ତ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର 10ଟି ବଡ଼ ନ୍ୟୁଜ୍। ତ ତା ପୂର୍ବରୁ ମୋ ଚ୍ୟାନେଲକୁ ଟିକେ ସବସ୍କ୍ରାଇବ କରନ୍ତୁ, ଫେସବୁକ୍ ଆଣ୍ଡ ଇନଷ୍ଟାଗ୍ରାମରେ ଯାଇ ଫଲୋ କରନ୍ତୁ, ଲାଇକ୍ କରନ୍ତୁ ଆଣ୍ଡ ସେୟାର କରନ୍ତୁ। ତ ଚାଲନ୍ତୁ ଦେଖିବା ଆଜିର ଟପ୍ 10 ନ୍ୟୁଜ୍। ମୁମ୍ବାଇରେ ପ୍ରବଳ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ। ମୁମ୍ବାଇରେ ପ୍ରବଳ ବର୍ଷା ଓ ଝଡ଼ ତୋଫାନ ଯୋଗୁଁ ସୋମବାର ଜନଜୀବନ ପ୍ରଭାବିତ ହୋଇଛି। ରେଳ ଓ ରାସ୍ତା ଯାତାୟାତ ବ୍ୟବସ୍ଥା ସେବା ସହ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି। ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି ଓ ଏୟାର ଇଣ୍ଡିଆ ଯାତ୍ରୀଙ୍କୁ ତାଙ୍କ ଫ୍ଲାଇଟ୍ ସିଟ୍ ଯାଞ୍ଚ କରିବାକୁ ପରାମର୍ଶ ଦେଇଛି। ନରିନମ ପଏଣ୍ଟ, କୋଲାବା ସମେତ ଅନେକ ଅଞ୍ଚଳରେ ରେକର୍ଡ ବର୍ଷା ରେକର୍ଡ ହୋଇଛି। 3100 ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି। ସ୍ଥାନୀୟ ପ୍ରଶାସନ ନାଗରିକଙ୍କୁ ସତର୍କତା ବଜାୟ ରଖିବାକୁ ଅନୁରୋଧ କରିଛି। ଆଜି ମଧ୍ୟ ପ୍ରବଳ ବର୍ଷା ଜାରି ରହିବାର ସମ୍ଭାବନା ରହିଛି। ଦୀଘାରୁ ହଟୁ ଧାମ, କୌଣସି ପରିସ୍ଥିତିରେ ଏହାକୁ ଜଗନ୍ନାଥ ଧାମ କୁହାଯାଇ ପାରିବ ନାହିଁ, କହିଲେ ଗଜପତି ମହାରାଜ। ପଶ୍ଚିମବଙ୍ଗର ଦୀଘାରେ ନିର୍ମିତ ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ନାମ ଡକାଯିବା ବିରୋଧରେ ସ୍ପଷ୍ଟ ମତ ଦେଇଛନ୍ତି ଶ୍ରୀ ଜଗନ୍ନାଥ ମନ୍ଦିରର ପରିଚାଳକ କମିଟି ସଭାପତି ଓ ଗଜପତି ମହାରାଜ ଦିବ୍ୟସିଂହ ଦେବ। ପରିଚାଳନା କମିଟି ବୈଠକ ପରେ ସେ କହିଛନ୍ତି, ଏହାକୁ ଜଗନ୍ନାଥ ଧାମ କୁହାଯାଇ ପାରିବ ନାହିଁ। ଓଡ଼ିଶାର ଶ୍ରୀମନ୍ଦିର ବ୍ୟତୀତ ଅନ୍ୟ କୌଣସି ଜଗନ୍ନାଥ ମନ୍ଦିର ଏପରି ନାମ ଦେବାର ଉଚିତ ନୁହେଁ। ମହାରାଜା ଜଣାଇଛନ୍ତି ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗ ସରକାରଙ୍କୁ ଏହି ବିଷୟରେ ଚିଠି ପଠାଇଛନ୍ତି। ଦୀଘା ମନ୍ଦିର ପଶ୍ଚିମବଙ୍ଗ ସରକାରଙ୍କ ଟ୍ରଷ୍ଟ ଦ୍ୱାରା ପରିଚାଳିତ ହେଉଥିବାରୁ ଏହା ନାମକରଣ ସଂଶୋଧନ କରାଇବାକୁ ରାଜ୍ୟ ସରକାର ପଦକ୍ଷେପ ନେବା ଉଚିତ ବୋଲି ସେ କହିଛନ୍ତି। ମୋବାଇଲ ନେଲେ ଫୌଜଦାରୀ ମାମଲା, ପ୍ରଶାସନ କଠୋର ନିର୍ଦ୍ଦେଶ। ରଥଯାତ୍ରା ସମୟରେ ଅଣସେବାୟତ ବ୍ୟକ୍ତିଙ୍କୁ ରଥ ଉପରକୁ ଚଢ଼ାଇବାକୁ ଅନୁମତି ନଥିବା ସହିତ ମୋବାଇଲ ଫୋନ ବ୍ୟବହାର ଉପରେ ପ୍ରଶାସନ କଠୋର ପ୍ରତିବନ୍ଧ ଲଗାଇଛି। ମୁଖ୍ୟ ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି ଯେ ଯଦି କେହି ରଥ ଉପରକୁ ମୋବାଇଲ ଫୋନ ବ୍ୟବହାର କରିବେ କିମ୍ବା ଅନଧିକୃତ ଭାବେ ରଥ ଉପରେ ଚଢ଼ିବାକୁ ଚେଷ୍ଟା କରିବେ, ତାଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ହେବ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଘୋଷଯାତ୍ରା ଓ ରଥଟଣା ସମୟରେ ସୁରକ୍ଷା ଓ ନିୟନ୍ତ୍ରଣ ପାଳନକୁ ପ୍ରାଧାନ୍ୟ ଦେବାକୁ ପ୍ରଶାସନ ଏଥିରେ ପୂର୍ବରୁ ସଚେତନତା ଜାରି କରିଛି। ନୀତିକାନ୍ତିମାନଙ୍କୁ ଶୃଙ୍ଖଳିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଶାସନଙ୍କ ସୂତ୍ର କୁହାଯାଇଛି, ଭକ୍ତଙ୍କୁ ସୁରକ୍ଷା ଓ ରଥଯାତ୍ରାର ପବିତ୍ରତା ବଜାୟ ରଖିବାକୁ ଏହା ଆବଶ୍ୟକ। ଓଡ଼ିଶାରେ ସମୟ ପୂର୍ବରୁ ପ୍ରବେଶ କରିବ ମୌସୁମୀ ବାୟୁ, 16 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ। ଓଡ଼ିଶାରେ ଚଳିତ ବର୍ଷ ନିର୍ଦ୍ଦେଶିତ ସମୟ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ଜଣାଇଛି। ଏବେ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଛି ଓ ଲଘୁଚାପ ପ୍ରଭାବ ଅନ୍ୟ ରାଜ୍ୟରେ ବର୍ଷା ହେଉଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ 16 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା କୋରାପୁଟ, ରାୟଗଡ଼, ଗଜପତି, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ। ଅବଶିଷ୍ଟ ଜିଲ୍ଲାଗୁଡ଼ିକ ବିଜୁଳି ସହ ହାଲୁକା ବର୍ଷା ହେବାର ସମ୍ଭାବନା ଅଛି। ଭୁଷୁଡ଼ିଲା ଖୋର୍ଦ୍ଧା ବଲାଙ୍ଗୀର ରେଳ ଟେଣ୍ଡର। ବୌଦ୍ଧ ଜିଲ୍ଲାର ଆଡ଼େଣିଗଡ଼ ନିକଟରେ ଥିବା କଖାରୁ ଫାଳ ଅଞ୍ଚଳରେ ଥିବା ଖୋର୍ଦ୍ଧା ବଲାଙ୍ଗୀର ରେଲୱେ ଲାଇନରେ 4 ନମ୍ବର ଟନେଲ ସୋମବାର ପୂର୍ବାହ୍ନ ଭୁଷୁଡ଼ି ଯାଇଛି। ଏହି ଟନେଲରେ ଭାରତର ସବୁଠାରୁ ବୃହତ ରେଳ ଟନେଲ ଅଟେ, ଯାହା ଲମ୍ବାରେ ପ୍ରାୟ 4 କିମିରୁ ଅଧିକ। ଭୁଷୁଡ଼ି ହୋଇଥିବା ଅଞ୍ଚଳରେ ପ୍ରାୟ 30 ମିଟର ଗାତ ହୋଇଛି। ଘଟଣାରେ ଟନେଲ ପରିଚାଳକଙ୍କୁ ଅବରୋଧ କରାଯାଇଛି। ଏଥିରେ କେହି ଫସି ରହିଛି କି ନାହିଁ ବୋଲି ଆରମ୍ଭ ସନ୍ଦେହ ମଧ୍ୟ ପରେ ଇଷ୍ଟକୋଷ୍ଟ ରେଳୱେ ଷ୍ଟୁଡିଓ କହିଛନ୍ତି ଯେ ଟନେଲ ଭିତରେ କେହି ପଶିନାହାନ୍ତି। ଝାଡ଼ଖଣ୍ଡରେ ଏନକାଉଣ୍ଟରରେ
ହାର୍ଡକୋର ମାଓବାଦୀ ମନୀଷ ଯାଦବ ନିପାତ। ଝାଡ଼ଖଣ୍ଡର ଲାଟେହାର ଜିଲ୍ଲାରେ ସୁରକ୍ଷା ବାହିନୀ ସହ ମୁକାବିଲା ହାର୍ଡକୋର ମାଓବାଦୀ କମାଣ୍ଡର ମନୀଷ ଯାଦବ ନିପାତ ହୋଇଛନ୍ତି। ରବିବାର ରାତିରେ ହୋଇଥିବା ଏନକାଉଣ୍ଟରରେ ତାକୁ ଗୁଳି କରି ହତ୍ୟା କରାଯାଇଛି। ମନୀଷ ଉପରେ 5 ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ଥିଲା। ଏହି ଘଟଣାରେ ସୁରକ୍ଷା ବାହିନୀ ଆଉ ଜଣେ 10 ଲକ୍ଷ ଟଙ୍କା ପୁରସ୍କାର ପ୍ରାପ୍ତ ମାଓବାଦୀଙ୍କୁ ଗିରଫ କରିଛନ୍ତି। ଘଟଣାସ୍ଥଳରେ 2ଟି ରାଇଫଲ ଜବତ କରାଯାଇଛି। ଡିଜିଆଇ ନିଲେଶ କୁମାର ଜଣାଇଛନ୍ତି ଯେ ମନୀଷ ବିହାର ଓ ଉତ୍ତରପ୍ରଦେଶର ହତ୍ୟା ଓ ଡକାୟତି 10ରୁ ଅଧିକ ମାମଲାରେ ଅଭିଯୁକ୍ତ ଥିଲେ। ଗତ ବର୍ଷ ଦିଲ୍ଲୀରେ ଗିରଫ ହୋଇଥିବା ମନୀଷ ପୁଲିସର କଷ୍ଟଡିରୁ ସଫିଏସ ଜବତରୁ ଆକ୍ରମଣ କରିଥିଲେ। ଏହି ଏନକାଉଣ୍ଟର ପରେ ଅଞ୍ଚଳରେ ସର୍ଚ୍ଚ ୱାରେଣ୍ଟ ଜାରି ରହିଛି। ସିନ୍ଦୁର ପୋଛିଲେ ମୂଳପୋଛ ହେବ, ପ୍ରଧାନମନ୍ତ୍ରୀ ମୋଦିଙ୍କ କଠୋର ସନ୍ଦେଶ। ଗୁଜରାଟ ଦାହୋଦରେ ପ୍ରକଳ୍ପ ଉଦ୍ଘାଟନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଯେତିକି ଭାରତୀୟ ମହିଳାଙ୍କ ସିନ୍ଦୁର ପୋଛିବାକୁ ଚେଷ୍ଟା କରିବ ତାହା ମୂଳପୋଛ ହେବ। ପହଲଗାମ ଆକ୍ରମଣକୁ ଉଦ୍ଧୃତ କରି ସେ କହିଛନ୍ତି, ଆତଙ୍କବାଦୀମାନେ 140 କୋଟି ଭାରତୀୟଙ୍କୁ ଚ୍ୟାଲେଞ୍ଜ କରିଥିଲେ, କିନ୍ତୁ ଆମେ ତାହା ଉତ୍ତର ଦେଇଛୁ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଅପରେସନ ସିନ୍ଦୁର କେବଳ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ, ଏହା ଆମର ସାଂସ୍କୃତିକ ପ୍ରତିଷ୍ଠା। ସେ ଗୁଜରାଟର 100% ରେଳ ବିଦ୍ୟୁତୀକରଣ ପୂର୍ଣ୍ଣ ହେବାକୁ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଦିନ 2014ରେ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ପ୍ରଥମ ଶପଥ ଗ୍ରହଣ ଦିବସ ମଧ୍ୟ ଥିଲା। ସେ ଦେଶର ମେକ୍ ଇଣ୍ଡିଆ ଉପରେ ଗୁରୁତ୍ୱ ଦେଇ କହିଛନ୍ତି, ଖୋଳଣାରୁ ଆରମ୍ଭ କରି ସାମରିକ ଅସ୍ତ୍ର ଆଜି ଭାରତର ବିଶ୍ୱକୁ ରପ୍ତାନି କରୁଛି। ଭାରତରେ ପୁଣି ବୃଦ୍ଧି ପାଉଛି କୋଭିଡ-19 ମାମଲା 1000 ଟପିଲା। ଭାରତରେ କୋଭିଡ-19 ମାମଲା ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତାଜା ରିପୋର୍ଟ ଅନୁଯାୟୀ ଦେଶ ସକ୍ରିୟ ମାମଲାର ସଂଖ୍ୟା 1009ରେ ପହଞ୍ଚିଛି। କେରଳରେ ସର୍ବାଧିକ 400 ନୂତନ ମାମଲା ରିପୋର୍ଟ ହୋଇଛି, ଯେଉଁଠାରେ ସକ୍ରିୟ ମାମଲା 273। ଏହା ବ୍ୟତୀତ ମହାରାଷ୍ଟ୍ରରେ 56, ତାମିଲନାଡୁରେ 66 ଓ କର୍ଣ୍ଣାଟକରେ 36ରେ ମଧ୍ୟ ମାମଲା ବୃଦ୍ଧି ଦେଖାଯାଇଛି। ବିଶେଷଜ୍ଞ କହିଛନ୍ତି ଯେ JN.1 ଓମିକ୍ରନ୍ ଉପରେ ଭାରିଆଣ୍ଟ ଏହାର ମୁଖ୍ୟ କାରଣ। ତେବେ ଏହାର ଲକ୍ଷ୍ୟ ସାଧାରଣତଃ ହାଲୁକା, ଯେପରିକି ଜ୍ୱର, ନାକରୁ ବହିବା ଓ ଗଳା ଯନ୍ତ୍ରଣା। ଦିଲ୍ଲୀ ସରକାର ହସ୍ପିଟାଲଗୁଡ଼ିକରେ ସଜାଗ କରିବା ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ ସୌରଭ ଭାରଦ୍ୱାଜ କହିଛନ୍ତି, ଆତଙ୍କିତ ହେବାର କାରଣ ନାହିଁ, କିନ୍ତୁ ସତର୍କ ଆବଶ୍ୟକ। ଲୋକଙ୍କୁ ମାସ୍କ ପିନ୍ଧିବା ଓ ଜନଗହଳି ଏଭାଇବାକୁ ପରାମର୍ଶ ଦିଆଯାଇଛି। ୟୁକ୍ରେନ ଆକ୍ରମଣରେ ପୁଟିନଙ୍କ ହେଲିକପ୍ଟର ଟାର୍ଗେଟ। ୟୁକ୍ରେନ ପକ୍ଷରୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ହେଲିକପ୍ଟର ଉପରେ ଡ୍ରୋନ୍ ଆକ୍ରମଣ କରାଯାଇଛି, ଦାବି କରିଛନ୍ତି ରୁଷିଆ ସେନା। ଗତ 20 ମଇ କ୍ଲୁସ୍କ ଅଞ୍ଚଳରେ ପୁଟିନଙ୍କ ହେଲିକପ୍ଟର ଟାର୍ଗେଟ କରାଯାଇଥିଲା ବୋଲି ରୁଷିଆ ବାୟୁସେନା କମାଣ୍ଡର ୟୁରି ଡାଇଟ୍ରସ ଜଣାଇଛନ୍ତି। ରୁଷିଆ ପକ୍ଷରୁ କହିଛି ଯେ ସେମାନେ ସମସ୍ତ ଡ୍ରୋନ୍ ନଷ୍ଟ କରିଦେଇଛି, ପୁଟିନଙ୍କୁ ସୁରକ୍ଷିତ ରଖିଛନ୍ତି। ଏହି ଘଟଣାର ପ୍ରତିକ୍ରିୟା ସ୍ୱରୂପ ରୁଷିଆ ଗତ ରାତି ୟୁକ୍ରେନ ଉପରେ 400ରୁ ଅଧିକ ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣ କରିଛି, ଯାହାକି 3 ପିଲାଙ୍କ ସମେତ 13 ଜଣ ମୃତ୍ୟୁ ଘଟାଇଛି। ଏହି ଯୁଦ୍ଧ କ୍ଷତି 3 ବର୍ଷ ଧରି ଚାଲିଛି। ଏହି ଉଭୟ ପକ୍ଷ ପରସ୍ପର ଉପରେ ଆକ୍ରମଣ ଜାରି ରହିଛନ୍ତି। ଭାରତରେ 15ଟି ବିଦେଶୀ ବିଦ୍ୟାଳୟ ଖୋଲିବ, କହିଲେ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଚଳିତ ଶିକ୍ଷାବର୍ଷ ମଧ୍ୟରେ ପ୍ରାୟ 15ଟି ବିଦେଶୀ ବିଦ୍ୟାଳୟ ଭାରତରେ ନିଜ କ୍ୟାମ୍ପସ ଖୋଲିବାକୁ ଯାଉଛନ୍ତି। ସେ କହିଛନ୍ତି, ଏହା ପାଇଁ ଭାରତ ସରକାର ପକ୍ଷରୁ ଆବଶ୍ୟକ ଅନୁମତି ଦିଆଯାଇଛି। ଏହା କଥା ସେ ଇଂଲଣ୍ଡର ଲିଭରପୁଲ
ବିଦ୍ୟାଳୟରେ ଲୋଟସ୍ ଅଫ୍ ଇଣ୍ଡୋଷ୍ଟ ହସ୍ତାନ୍ତର ସମାରୋହରେ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି, ମନ୍ତ୍ରୀ ଜଣାଇଛନ୍ତି ଯେ ଲିଭଲପୁର ବିଦ୍ୟାଳୟରେ ଆଗାମୀ ବର୍ଷଠୁ କାର୍ଯ୍ୟକ୍ଷମ ହେବ। ସେ ଏହା ସହିତ ଯୋଗ କରିଛନ୍ତି ଯେ ଗୁଜରାଟରେ 2 ଅଷ୍ଟ୍ରେଲିଆ ବିଦ୍ୟାଳୟ ପରିଚାଳନା ଆରମ୍ଭ କରିଛି।